ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ ଛାତ୍ରଛାତ୍ରୀମାନଙ୍କର ହିତ ଉଦ୍ଦେଶ୍ୟରେ ମୁଁ ସିନୋ ଜାପାନିଜ୍ ୱାର୍ର 20 ଗୋଟି MCQ ପ୍ରସ୍ତୁତ କରିଅଛି ଆପଣମାନଙ୍କ ପାଇଁ। ଏହି ସିନୋ ଜାପାନିଜ୍ ୱାର୍ଟି PGT ସିଲାବସ୍ର ଅପସନାଲ୍ ପେପର 2ରେ ରହିଅଛି। ଚାଲନ୍ତୁ ପ୍ରଥମ ପ୍ରଶ୍ନକୁ ଦେଖିବା କ'ଣ ଦେଇଛି। In which of the following day Japan declare war against Korea? ପିଲାମାନେ କେଉଁ ଦିବସରେ ଜାପାନ କୋରିଆ ବିରୋଧରେ ଯୁଦ୍ଧ ଘୋଷଣା କଲା? 1 ଅଗଷ୍ଟ 1894, 1 ଅଗଷ୍ଟ 1895, 1 ଅଗଷ୍ଟ 1896, 1 ଅଗଷ୍ଟ 1897। ତ ପିଲାମାନେ ଏଠି ଉତ୍ତରଟି କ'ଣ ହେବ? ଏକର ଉତ୍ତର ହେବ ଏ 1 ଅଗଷ୍ଟ 1894। ପ୍ରଥମ ଅଗଷ୍ଟ 1894 ମସିହାରେ କୋରିଆ ବିରୋଧରେ ଜାପାନ ଯୁଦ୍ଧ ଘୋଷଣା କଲା, ଯେଉଁ ଯୁଦ୍ଧକୁ କି ଆମେ ସିନୋ ଜାପାନିଜ୍ ୱାର୍ ବୋଲି ଅଧ୍ୟୟନ କରୁଛନ୍ତି। ଆପଣମାନେ ଜାଣିଛନ୍ତି ବିଭିନ୍ନ କାରଣ ମୁଁ କ୍ଲାସ୍ରେ କହିଛି କେଉଁ କାରଣରୁ ଯୁଦ୍ଧ ହେଇଛି। ତାପରେ ଦେଖିବା 2 ନମ୍ବର ପ୍ରଶ୍ନ। ହୁ ଭିକ୍ଟୋରି ଇନ୍ ସିନୋ ଜାପାନିଜ୍ ୱାର୍? କେଉଁ ଦେଶ ଏହି ସିନୋ ଜାପାନିଜ୍ ୱାର୍ରେ ବିଜୟ ଲାଭ କଲା? ଚାଇନା, କୋରିଆ, ଜାପାନ, ରୁଷିଆ। ତ ପିଲାମାନେ 2 ନମ୍ବରର ଉତ୍ତରଟା ହେବ ସି, ଜାପାନ। ଏହି ଯୁଦ୍ଧରେ ଜାପାନ ବିଜୟ ଲାଭ କରିଥିଲା ପିଲାମାନେ। ତାପରେ ଦେଖିବା 3 ନମ୍ବର। In which of the following year held the Treaty of Shimonoseki? କେଉଁ ମସିହାରେ ସିମୋନୋସେକି ଟ୍ରିଟିଟି ହୋଇଥିଲା, ଯେଉଁ ଟ୍ରିଟି କି ସିନୋ ଜାପାନି ଯୁଦ୍ଧକୁ ସମାପ୍ତ କରିଥିଲା? 1894, 1895, 1896, 1897। 3 ନମ୍ବରର ଉତ୍ତରଟା ହେବ ପିଲାମାନେ ବି, 1895 ମସିହାରେ ଯେତେବେଳେ ଚାଇନା ଜାପାନ ହାତରେ ପରାଜୟ ବରଣ କଲା, ଚାଇନା ଆଉ ଜାପାନ ମଧ୍ୟରେ ଚୁକ୍ତିଟିଏ ହୋଇଥିଲା ସିମୋନୋସେକି ଚୁକ୍ତି, ଯେଉଁ ଚୁକ୍ତିରେ ଚାଇନା ବହୁତ କିଛି ହରାଇଥିଲା ପିଲାମାନେ। ତାପରେ ଆମେ ଦେଖିବା 4 ନମ୍ବର ପ୍ରଶ୍ନ। 4 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛୁ ପିଲାମାନେ? The Shimonoseki Treaty held between which of the following state? କେଉଁ ଦୁଇଟା ଦେଶ ଭିତରେ ବା ରାଜ୍ୟ ଭିତରେ ହେଇଥିଲା? ମୁଁ ରାଜ୍ୟ କହୁଛି, ଷ୍ଟେଟ୍ ମାନେ କଣ୍ଟ୍ରି ଗୁଡ଼ାକ କହୁଛି। କେଉଁ କଣ୍ଟ୍ରି ଭିତରେ ହୋଇଥିଲା ଏହି ସିମୋନୋସେକି ଟ୍ରିଟି? ଚାଇନା ଆଣ୍ଡ ରୁଷିଆ, ଚାଇନା ଆଣ୍ଡ କୋରିଆ, ଚାଇନା ଆଣ୍ଡ ଫ୍ରାନ୍ସ, ଚାଇନା ଆଣ୍ଡ ଜାପାନ। ଦେଖନ୍ତୁ ପିଲାମାନେ, କୋରିଆକୁ ନେଇକରି ବିବାଦ ହେଇଥିଲା, ଅଞ୍ଚଳକୁ ନେଇକି, କିନ୍ତୁ ଯୁଦ୍ଧଟା ହେଇଯାଇଥିଲା କୋରିଆକୁ ଛାଡ଼ିକି ବେଶୀ ମାନେ ଚାଇନା ଆଉ ଜାପାନ ମଧ୍ୟରେ। ଯେଉଁ ଯୁଦ୍ଧ ହେଇଯାଇଥିଲା ସେଇ ଯୁଦ୍ଧରେ ଚାଇନା ପରାଜୟ ବରଣ କରିଥିଲା। ଚାଇନା ରୁଷିଆ, ଚାଇନା କୋରିଆ, ଚାଇନା ଫ୍ରାନ୍ସ, ଚାଇନା ଜାପାନ। 4 ନମ୍ବରର ଉତ୍ତରଟା ପିଲାମାନେ ହେବ ଚାଇନା ଆଉ ଜାପାନ ମଧ୍ୟରେ ସିମୋନୋସେକି ଚୁକ୍ତିଟି ହୋଇଥିଲା। ତାପରେ ଦେଖିବା 5 ନମ୍ବର ଆନ୍ସର। Which of the following statement is true about Shimonoseki Treaty? ଟ୍ରୁ କଥା ପଚାରୁଛି, କେଉଁ ଷ୍ଟେଟମେଣ୍ଟଟି ସତ୍ୟ ସିମୋନୋସେକି ଚୁକ୍ତିର? By this treaty Korea became independence? ପିଲାମାନେ ଇଏ କହୁଛି by this treaty Korea became ସତ କଥା। ଜାପାନ ପରାଜୟ ବରଣ କଲା ପରେ ଚାଇନାର ସାର୍ବଭୌମତ୍ୱକୁ ଲୋପ କରିବା ପାଇଁ କୋରିଆକୁ ଉଭୟ ଦେଶ ସ୍ୱାଧୀନ ଦେଶ ବୋଲି ଘୋଷଣା କଲେ। By this treaty ଚାଇନା lost sovereignty over Korea? ସତ କଥା ପିଲାମାନେ, ଏହି ସିମୋନୋସେକି ଚୁକ୍ତି ଚାଇନାର ଯେଉଁ ସାର୍ବଭୌମତ୍ୱ କୋରିଆ ଉପରେ ରହିଥିଲା, ତାର ବୈଦେଶିକ ନୀତିକୁ ଯେଉଁ କୋରିଆ କଣ୍ଟ୍ରୋଲ କରୁଥିଲା, ଚାଇନା ସବୁ ପ୍ରକାର ସାର୍ବଭୌମତ୍ୱକୁ କୋରିଆ ଉପରେ ଯେଉଁ ରଖିଥିଲା ହରାଇଲା। ଏଇଟା ବି ସତ।
ଚାଇନା ପେ ୱାର୍ ଇଣ୍ଡିପେଣ୍ଡେଣ୍ଟ ଅଫ୍ 20 crore ଟୁ ଜାପାନ। 20 କୋଟି ଟଙ୍କା ଯୁଦ୍ଧର କ୍ଷୟକ୍ଷତି ପାଇଁ ଚାଇନା ଜାପାନକୁ ଦେଲା। ଗୋଟେ ହ୍ୟୁମିଲିଟିଂ ଜିନିଷ ହେଲା ପିଲାମାନେ, ଯେମିତି ପ୍ରଥମ ବିଶ୍ୱଯୁଦ୍ଧରେ ହେଇଥିଲା ସେମିତି ହେଲା। ଅଲ୍ ଅଫ୍ ଦ ଏବଭ୍ ଷ୍ଟେଟମେଣ୍ଟ ଇଜ୍ ଟ୍ରୁ। ନିମ୍ନ ଦେଇଥିବା ସମସ୍ତ ଷ୍ଟେଟମେଣ୍ଟ ସବୁ ଟ୍ରୁ। ପିଲାମାନେ 5ର ଉତ୍ତରଟା ହେବ ଡି, ଅଲ୍ ଦ ଏବଭ୍ ଷ୍ଟେଟମେଣ୍ଟ ଇଜ୍ ଟ୍ରୁ। ଏଇଟାରେ କ'ଣ ହେଇଥିଲା? ଏଇ ସିମନ୍ ସେକ୍ରେଟେରୀରେ ସ୍ଥିର କରାଯାଇଥିଲା ଯେ କୋରିଆକୁ ଗୋଟେ ସ୍ୱାଧୀନ ରାଷ୍ଟ୍ର କରାଯିବ ଏବଂ ଚାଇନା ଜାପାନ ଉଭୟ ଦେଶରୁ ଦୂରେଇ ଯିବେ, ଯାହାଫଳରେ ଚାଇନା ଲମ୍ବା ସମୟ ଧରିକି ଯେଉଁ ସାର୍ବଭୌମତ୍ୱ ବିସ୍ତାର କରିଥିଲା ସେ ତାକୁ ହରାଇଲା ଏବଂ ଚାଇନା 20 କୋଟି ଟଙ୍କା ଜାପାନକୁ ଯୁଦ୍ଧ କ୍ଷତି ଦେଲା। ଦେଖନ୍ତୁ କେତେ ବଡ଼ ଘଟଣା ହେଲା। ତାପରେ ବର୍ତ୍ତମାନ ଆମେ ଦେଖିବା ପିଲାମାନେ 6 ନମ୍ବର ପ୍ରଶ୍ନ। Which of the following territory gave to Japan by China after Shimonoseki Treaty? ଯେତେବେଳେ ସିନୋ ଜାପାନିଜ ଯୁଦ୍ଧରେ ଚାଇନା ପରାଜୟ ବରଣ କଲା ଏବଂ ଜାପାନ ଆଗରେ କେତେ ତ ଟଙ୍କା କ୍ଷତିରୁ ପୂର୍ଣ୍ଣ ରୂପେ ଦେଲା, ତା ସହିତ କେଉଁ କେଉଁ ଅଞ୍ଚଳ ବା ବନ୍ଦର ଗୁଡ଼ିକ ଚାଇନା ଜାପାନକୁ ଦେଲା ଯୁଦ୍ଧ ପରାଜୟ ହେବା ପରେ? ଦେଖିବା କ'ଣ ଦେଇଛି। ଫୋର୍ମାସା, ପୋର୍ଟ ଅର୍ଥର, ଲାୟୋତୁଙ୍ଗ ପେନିନସୁଲା, ଅଲ୍ ଅଫ୍ ଦ ଏବଭ୍। ତ ପିଲାମାନେ 6ର ଉତ୍ତରଟା ହେବ ଡି, ଅଲ୍ ଅଫ୍ ଦ ଏବଭ୍। ସିନୋ ଜାପାନିଜ ଯୁଦ୍ଧରେ ପରାଜୟ ବରଣ କଲା ପରେ ଚାଇନା ତାର ଗୁରୁତ୍ୱପୂର୍ଣ୍ଣ ବନ୍ଦର ଗୁଡ଼ିକ ଭିତରେ ଫୋର୍ମୋସା, ପୋର୍ଟ ଅର୍ଥର, ଲାୟୋତୁଙ୍ଗ ପେନିନସୁଲା ଏସବୁ ଅଞ୍ଚଳକୁ ଜାପାନ ଆଗରେ ସରେଣ୍ଡର କରିଦେଲା, ଯେଉଁଠିକି ଜାପାନ ମୁକ୍ତ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସୁଯୋଗ ପାଇଲା। ଜାପାନର ବିଜୟ ହୋଇଥିଲା। ତାପରେ ଦେଖିବା ଆମେ 7 ନମ୍ବର। ବାଇ ଦ ହୁଇଚ୍ ହ୍ୟୁମିଲିଟିଂ ଟ୍ରିଟି ଦ ସିନୋ ଜାପାନିଜ ୱାର୍ ଏଣ୍ଡେଡ୍ ଇନ୍ 1895? 1895 ମସିହାରେ କେଉଁ ନିର୍ଦ୍ଦୟ ଚୁକ୍ତିଟି ସିନୋ ଜାପାନି ଯୁଦ୍ଧକୁ ଶେଷ କରାଇଥିଲା? ବୋର୍ ୱାର୍ ଟ୍ରିଟି, ସାଇମନସିକି ଟ୍ରିଟି, ଲେପଜିଂ ଟ୍ରିଟି, ନନ୍ ଅଫ୍ ଦ ଏବଭ୍। ତ ପିଲାମାନେ 7ର ଉତ୍ତରଟା ହେବ ବି, ସାଇମନସିକି ଟ୍ରିଟି 1895 ମସିହାରେ ହୋଇଥିଲା, ଯାହାକି ସିନୋ ଜାପାନିଜ ଯୁଦ୍ଧକୁ ଶେଷ କରାଇଥିଲା। ତାପରେ ଆମେ ଦେଖିବା ପିଲାମାନେ 8 ନମ୍ବର। ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟ୍ ଡିଫିଟେଡ୍ ଇନ୍ ସିନୋ ଜାପାନିଜ ୱାର୍? କେଉଁ ଷ୍ଟେଟ୍ଟି ସିନୋ ଜାପାନି ଯୁଦ୍ଧରେ ପରାଜୟ ବରଣ କରିଥିଲା? ଚାଇନା, ଜାପାନ, ରୁଷିଆ, ଫ୍ରେଞ୍ଚ। ଆପଣମାନେ ଜାଣିଛନ୍ତି ସମସ୍ତେ। 8ର ଉତ୍ତରଟା ହେବ ଏ, ଚାଇନା ଏହି ସିନୋ ଜାପାନି ଯୁଦ୍ଧରେ ପରାଜୟ ବରଣ କରିଥିଲା। 9 ନମ୍ବର ପ୍ରଶ୍ନକୁ ଦେଖିବା। ଡ୍ୟୁ ଟୁ ହୁଇଚ୍ ଅଫ୍ ଦ ଫଲୋଇଂ କଜ୍ ଇମିଡିଏଟଲି ଆଉଟବ୍ରେକ୍ ସିନୋ ଜାପାନିଜ ୱାର୍? କେଉଁ କାରଣରୁ ସିନୋ ଜାପାନିଜ ଯୁଦ୍ଧଟି ଇମିଡିଏଟଲି ଆଉଟବ୍ରେକ୍ ହେଲା, ମାନେ ବାହାରିଲା, ସାଙ୍ଗେ ସାଙ୍ଗେ ହେଲା? ଆଗରୁ ତ ଧୂଆଁ କୁହୁଳି ଥିଲା, କୋରିଆକୁ ନେଇକି ଚାଇନା ଓ ଜାପାନ ମଧ୍ୟରେ ଅସନ୍ତୋଷର ବାତାବରଣ ଥିଲା, କିନ୍ତୁ କେଉଁ ଗୋଟେ କାରଣ ଏମିତି ହେଲା ଯେ ଯାହାକି ତୁରନ୍ତ ହୋଇଗଲା ଚାଇନା ଜାପାନ ଯୁଦ୍ଧଟି। ଚାଇନା ଇଣ୍ଟରଫିୟର ଇନ୍ ଜାପାନ ମ୍ୟାଟର। ଆଗରୁ ତ ଚାଇନା ଜାପାନ ମ୍ୟାଟର ଇଣ୍ଟରଫିୟର ଅଛି ପିଲାମାନେ। ରୁଷିଆ ସପୋର୍ଟ ଟୁ ଚାଇନା, ରୁଷିଆ ମଧ୍ୟ ସହଯୋଗ କରୁଛି ଚାଇନାକୁ, ଏଇଟା ମଧ୍ୟ କଣ୍ଟିନ୍ୟୁ ଥିଲା ପିଲାମାନେ। କୋରିଆ ନଟ୍ ହିୟର ଜାପାନିଜ ରିଫର୍ମ ପ୍ରୋଗ୍ରାମ ଇନ୍ କୋରିଆ। ପିଲାମାନେ କ'ଣ ହେଇଥିଲା? ଜାପାନ ଗୋଟେ ରିଫର୍ମ ପ୍ରୋଗ୍ରାମ କରିଥିଲା କୋରିଆରେ ଲଞ୍ଚ କରିବା ପାଇଁ। କୋରିଆର ଶାସକଙ୍କୁ ସେଇ ରିଫର୍ମ ପ୍ରୋଗ୍ରାମଟା ସେ ଲଞ୍ଚ କରିବା ପାଇଁ କହିଥିଲା, କିନ୍ତୁ କୋରିଆର ଶାସକ ସେଇ ରିଫର୍ମ ପ୍ରୋଗ୍ରାମଟାକୁ ଶୁଣିଲେ ନାହିଁ। ଜାପାନ କଥା ସେ କାହିଁକି ଶୁଣିବେ? ସେ ଶୁଣିନଥିଲେ। ଏଇ କଥାଟା ଜାପାନକୁ ବହୁତ ବାଧିଥିଲା।
କୋରିଆର ଏଇ ଇଗ୍ନୋରଟା। ତେଣୁ ଜାପାନ କ'ଣ କରିଥିଲା, ତୁରନ୍ତ କୋରିଆ ଉପରେ ଆକ୍ରମଣ କରିଥିଲା। ନର୍ଥ ଇଷ୍ଟ ଲାଷ୍ଟକୁ ନନ୍ ଅଫ୍ ଦ ଏଭୋ। ତ ପିଲାମାନେ ଏଇଠି 9 ନମ୍ବରର ଉତ୍ତରଟା ହେବ ସି। କୋରିଆ ନଟ୍ ହିୟର ଜାପାନ୍ସ ରିଫର୍ମ ପ୍ରୋଗ୍ରାମ ଇନ୍ କୋରିଆ। ଯେତେବେଳେ ଜାପାନର ରିଫର୍ମ ପ୍ରୋଗ୍ରାମ କୋରିଆରେ ପ୍ରଚଳିତ କଲା ନାହିଁ କୋରିଆର ରାଜା, ସେତେବେଳେ ଜାପାନ ରାଗି ଯାଇ ଆକ୍ରମଣ କଲା। ତ ତୁରନ୍ତ ସେଇଠି ସିନୋ ଜାପାନ ଯୁଦ୍ଧଟି ଆରମ୍ଭ ହୋଇଗଲା। ବର୍ତ୍ତମାନ ଆମେ ଦେଖିବା 10 ନମ୍ବର ପ୍ରଶ୍ନ। ହୁ ପ୍ରିଜନର ଆଜ୍ ୱାର୍ ପ୍ରିଜନର ଇନ୍ ସିନୋ ଜାପାନିଜ୍ ୱାର୍। ସିନୋ ଜାପାନିଜ୍ ୱାର୍ ତ ହେଲା, ଚାଇନା ତ ପରାଜୟ ବରଣ କଲା, ଜାପାନ ତ ବିଜୟ ବରଣ କଲା, କିନ୍ତୁ କାହାକୁ ଯୁଦ୍ଧବନ୍ଦୀ ଭାବରେ ରଖାଗଲା ଏହି ଯୁଦ୍ଧ ସମାପ୍ତ ପରେ? ଚିଆଙ୍ଗ କାଇସେକ୍, ନିକୋଲାସ ସେକେଣ୍ଡ, ଜିନ୍ କାଶ୍ମୀର, ଜୋଜୋଙ୍ଗ। ଜୋଜୋଙ୍ଗକୁ ପିଲାମାନେ, ଜୋଜୋଙ୍ଗ ସେ ସମୟରେ କୋରିଆର ଶାସକ ଥିଲେ। ଯେତେବେଳେ ଯୁଦ୍ଧରେ ଚାଇନା ପରାଜୟ ବରଣ କରିଗଲା, ଚାଇନାର ସାର୍ବଭୌମତ୍ୱ ବନ୍ଦ ହୋଇଗଲା କୋରିଆ ଉପରେ, ଏବଂ ଜାପାନର ତ ରାଗ ଥିଲା, ରିଫର୍ମେସନ୍ କରିବା ପ୍ରୋଗ୍ରାମଟା ସେ ଲଞ୍ଚ କରିନଥିଲା। ଇଏ କ'ଣ କଲେ, ଜାପାନ କୋରିଆର ଶାସକ ଜୋଜୋଙ୍ଗକୁ ଯୁଦ୍ଧବନ୍ଦୀ ରୂପରେ ରଖିଦେଲେ। ତାପରେ ଦେଖିବା ନେକ୍ସଟ 11 ନମ୍ବର ପ୍ରଶ୍ନ। 11 ନମ୍ବର ପ୍ରଶ୍ନ ମୁଁ କ'ଣ କହୁଛି ପିଲାମାନେ ଦେଖିବା। ହୁଇଚ୍ ଷ୍ଟେଟ୍ ସରେଣ୍ଡର୍ଡ ପୋର୍ଟ ଅର୍ଥର ଇନ୍ ମାଞ୍ଚୁରିଆ ଟୁ ଜାପାନ ବାଇ ଦ ଶିମୋନୋସେକି ଟ୍ରିଟି। କେଉଁ କଣ୍ଟ୍ରିଟି ବା ରାଜ୍ୟଟି ପୋର୍ଟ ଆର୍ଥର ଯେଉଁ ମାଞ୍ଚୁରିଆରେ ରହିଛି ଜାପାନକୁ ଦେଇଦେଲା ଶିମୋନୋସେକି ଚୁକ୍ତି ବଳରେ? କିଏ ଦେଲା? ଜର୍ମାନୀ, ଚାଇନା, କୋରିଆ, ରୁଷିଆ। ତ ପିଲାମାନେ 11 ନମ୍ବରର ଉତ୍ତରଟା ଏଇଟା ହେବ ବି, ଚାଇନା। କୋରିଆ ଆଉ ଚାଇନା ମିଶିକି ତ ଜର୍ମାନୀ ଆଗରେ ଯୁଦ୍ଧରେ, ଜାପାନ ଆଗରେ ଯୁଦ୍ଧରେ ପରାଜୟ ବରଣ କରିଥିଲେ। ଯେତେବେଳେ ଜାପାନ ବିଜୟ ପ୍ରାପ୍ତ କଲା, ଏହି ହ୍ୟୁମିଲେଟିଂ ଟ୍ରିଟି ଶିମୋନୋସେକି ଟ୍ରିଟି ହେଇଥିଲା। ସେଇ ଯେଉଁ ଟ୍ରିଟି ବଳରେ ଲେଖାଯାଇଥିଲା ଯେ ପୋର୍ଟ ଅର୍ଥର ଇନ୍ ମାଞ୍ଚୁରିଆ ଅଞ୍ଚଳରେ ଯେଉଁ ରହିଅଛି ସିଏ ଜାପାନକୁ ଦିଆଯିବ। ତାପରେ ଦେଖିବା ପିଲାମାନେ ଏଇଠି 11 ନମ୍ବରର ଉତ୍ତରଟା ହେବ ବି, ଚାଇନା ଦେଇଥିଲା ଏହି ପୋର୍ଟ ଆର୍ଥର ଅଞ୍ଚଳଟି ଜାପାନକୁ। ଆମେ ଦେଖିବା 12 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦ ଫଲୋଇଂ ପୋର୍ଟ ପ୍ରୋଭାଇଡ୍ ବାଇ ଚାଇନା ଟୁ ଜାପାନ ଫର୍ ଫ୍ରି ଟ୍ରେଡ୍। କେଉଁ ପୋର୍ଟରୁ ଚାଇନା ପ୍ରଦାନ କରିଥିଲା ଜାପାନକୁ ମୁକ୍ତ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସିନୋ ଜାପାନୀ ଯୁଦ୍ଧରେ ପରାଜୟ ବରଣ ପରେ? ଯେଉଁ ଶିମୋନୋସେକି ଟ୍ରିଟି ହେଇଥିଲା, ସେ ଟ୍ରିଟିରେ ଜାପାନକୁ ଏହି ଫାଇଦା ହେଇଯାଇଥିଲା ଅଞ୍ଚଳ ଗୁଡ଼ିକ। ତ ସେ ଅଞ୍ଚଳ ଗୁଡ଼ିକ କ'ଣ? ମୁକ୍ତ ବାଣିଜ୍ୟ ଜାପାନ ପାଇଯାଇଥିଲା। ଶୋଷି, ଚୁଆଙ୍ଗକିଂ, ଶୋଷୋ, ଅଲ୍ ଅଫ୍ ଦ ଏବଭ୍। ତ ପିଲାମାନେ 12 ନମ୍ବରର ଉତ୍ତରଟା ହେବ ଡି, ଅଲ୍ ଅଫ୍ ଦ ଏବଭ୍। ଚାଇନା ସିନୋ ଜାପାନୀ ଯୁଦ୍ଧରେ ପରାଜୟ ବରଣ କଲା ପରେ ଏହି ବନ୍ଦର ଗୁଡ଼ିକ ଶୋଷି, ଚୋଙ୍ଗକିଂ, ଶୋଷୋ ପ୍ରସିଦ୍ଧ ବନ୍ଦର ଗୁଡ଼ିକ ଚାଇନାର ସବୁଗୁଡ଼ିକ ଜାପାନକୁ ସେ ଦେଇଥିଲା ମୁକ୍ତ ବାଣିଜ୍ୟ କରିବା ପାଇଁ। ବାଣିଜ୍ୟ ପାଇଁ ତ ଯୁଦ୍ଧ, କୋରିଆ ଉପରେ ନଜର ଥିଲା, ପୁଣି ଚାଇନାର ବିଭିନ୍ନ ଅଞ୍ଚଳକୁ ହାସଲ କରିଥିଲା ଜାପାନ। ତାପରେ ଦେଖିବା 13 ନମ୍ବର ପ୍ରଶ୍ନ। ହୁଇଚ୍ ଟ୍ରିଟି ଗ୍ରାଣ୍ଟ ଏକ୍ସଟ୍ରା ଟେରିଟୋରିଆଲ ରାଇଟ୍ ଟୁ ଜାପାନ ବାଇ ଚାଇନା। କେଉଁ ଚୁକ୍ତିରେ ଏକ୍ସଟ୍ରା ଟେରିଟୋରିଆଲ ରାଇଟ୍, ସ୍ୱତନ୍ତ୍ର ଭାବରେ କିଛି ଅଞ୍ଚଳ ଜାପାନ ପାଇଯାଇଥିଲା ଚାଇନା ଠାରୁ? କେଉଁ ଟ୍ରିଟିରେ? କିଙ୍ଗୱା ଟ୍ରିଟି, ଶିମୋନୋସେକି ଟ୍ରିଟି, ଲେଇପଲିଜ୍ ଟ୍ରିଟି, ତାଇନସେନ୍ କନଭେନସନ୍। ତ ପିଲାମାନେ ଏଇଠି 13 ନମ୍ବରର ଉତ୍ତରଟା ବି ହେବ ବି,
ସେହି ସିମୋନ୍ସେକି ଟ୍ରିଟି। ଗୁଡ଼ିଏ ଆନ୍ସର ସିମୋନ୍ସେକି ଟ୍ରିଟି ଉପରେ ହେଉଛି, ତାର ଅର୍ଥ ବହୁତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିଟା ପିଲାମାନେ ମନେ ରଖିବେ। ଏହି ସିମୋନ୍ସେକି ଟ୍ରିଟି ବଳରେ ଗୁଡ଼ିଏ ବନ୍ଦର ଏବଂ କିଛି ଏକ୍ସଟ୍ରା ଅଞ୍ଚଳ ମୁକ୍ତ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଚାଇନା ଠାରୁ ଜାପାନ ପାଇଥିଲା ପିଲାମାନେ। ତାପରେ ଦେଖିବା ନେକ୍ସଟ 14 ନମ୍ବର ପ୍ରଶ୍ନ। 14 ନମ୍ବର ପ୍ରଶ୍ନ କ'ଣ କହୁଛି ପିଲାମାନେ? ଡ୍ୟୁରିଂ ଦ ସିନୋ ଜାପାନିଜ୍ ୱାର୍ ହ୍ୱିଚ୍ ଷ୍ଟେଟ୍ ବିକେମ୍ ଲିଡିଂ ପାୱାର ଇନ୍ ଇଷ୍ଟ ଏସିଆ? ଯେତେବେଳେ ସିନୋ ଜାପାନିଜ୍ ଯୁଦ୍ଧ ହୋଇଥିଲା ସେହି ସମୟରେ କେଉଁ କଣ୍ଟ୍ରିଟି ଏସିଆର ଗୋଟେ ଲିଡିଂ ପାୱାର ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଇଥିଲା? ଜାପାନ, କୋରିଆ, ଚାଇନା, ରୁଷିଆ। ତ ପିଲାମାନେ 14 ନମ୍ବରର ଉତ୍ତରଟା ହେବ ଏ ଜାପାନ। ଜାପାନରେ ସେ ସମୟରେ ଶିଳ୍ପର ଅଭିବୃଦ୍ଧି ହୋଇଥିଲା ଏବଂ ଜାପାନ ଗୋଟେ ଅଗ୍ରଣୀ ଦେଶ ରୂପରେ ଠିଆ ହୋଇଥିଲା ପିଲାମାନେ। ପାୱାର ଇନ୍ ଇଷ୍ଟ, ଲିଡିଂ ପାୱାର ଇନ୍ ଇଷ୍ଟ ଏସିଆ ରୂପରେ ଠିଆ ହେଇଥିଲା ଜାପାନ। ତାପରେ ଦେଖିଲେ ପିଲାମାନେ ଆମେ 15 ନମ୍ବର। ହୁଇଚ୍ ଅଫ୍ ଦ ଫଲୋଇଂ ଚାଇନିଜ୍ ମିଲିଟାରୀ ଜେନେରାଲ ଇନ୍ ପୋଜିସନ୍ ଆଜ୍ ପ୍ରେସିଡେଣ୍ଟ ଅଫ୍ ରିପବ୍ଲିକ୍ ଅଫ୍ ଚାଇନା? କେଉଁ ମିଲିଟାରୀ ଜେନେରାଲ ସିନୋ ଜାପାନିଜ୍ ସମୟରେ ପ୍ରେସିଡେଣ୍ଟ ଅଫ୍ ରିପବ୍ଲିକ୍ ଅଫ୍ ଚାଇନା ପଦବୀରେ ରହିଥିଲେ? ଜଣେ ସେ ମିଲିଟାରୀ ଜେନେରାଲ, ସାମରିକ ଅଧିକାରୀ। ସି ସାଙ୍ଗଫୁ, ଚିଆଙ୍ଗ କାଇସେକ୍, ୟୁଆନ୍ ୟୁବାଇ, ଉ ସିଜୁ। ପିଲାମାନେ ସବୁ ଗୁଡ଼ିଏ ଯେଉଁ 4ଟି ନାଁ ହେଉଛନ୍ତି ଚାଇନାର ସମସ୍ତେ ମିଲିଟାରୀ ଜେନେରାଲ। କିନ୍ତୁ 15ରେ ଉତ୍ତରଟା ହେବ ବି, ଚିଆଙ୍ଗ କାଇସେକ୍, ଯିଏକି ସେ ସମୟର ସିନୋ ଜାପାନିଜ୍ ୱାର୍ ସମୟର ମିଲିଟାରୀ ଜେନେରାଲ, ପୋଜିସନରେ ରହିଥିଲେ ପ୍ରେସିଡେଣ୍ଟ ଅଫ୍ ରିପବ୍ଲିକ୍ ଅଫ୍ ଚାଇନା, ଏହି ପଦବୀରେ ରହିଥିଲେ। 15 ନମ୍ବର ଉତ୍ତର ବି। ନେକ୍ସଟ ଦେଖିବା ପିଲାମାନେ ଆମେ 16 ନମ୍ବର ପ୍ରଶ୍ନ। Which treaty gave a free port with extraterritorial right to Japan in Korea? କେଉଁ ଟ୍ରିଟିଟି ମନେ ରଖନ୍ତୁ, ସେତେବେଳେ ମୁଁ ଚାଇନା ଉପରେ ପଚାରୁଥିଲି, ଏବେ ଜାପାନ କୋରିଆ ଉପରେ ପଚାରୁଛି। କେଉଁ ଟ୍ରିଟିଟି ଜାପାନକୁ କିଛି ସ୍ୱତନ୍ତ୍ର ଅଞ୍ଚଳ ମୁକ୍ତ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଦେଇଥିଲା କୋରିଆରେ? କେଉଁ ଟ୍ରିଟି? ଟ୍ରିଟି ଅଫ୍ କିଙ୍ଗୱା, ଟ୍ରିଟି ଅଫ୍ ସିମୋନ୍ସେକି, ତାଇନସନ୍ କନଭେନସନ୍, ଟ୍ରିଟି ଅଫ୍ ତାସ୍କେଣ୍ଟ ଟ୍ରିଟି? ତ ପିଲାମାନେ 16ରେ ଏଠି ଉତ୍ତରଟା ହେବ ଟ୍ରିଟି ଅଫ୍ କିଙ୍ଗୱା। ଟ୍ରିଟି ଅଫ୍ କିଙ୍ଗୱା ଏହି ଚୁକ୍ତିଟି କୋରିଆରେ କିଛି ଅଞ୍ଚଳ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମୁକ୍ତ ଭାବରେ ପ୍ରଥମେ ଜାପାନ ପାଇଯାଇଥିଲା ଏହି ଟ୍ରିଟି ବଳରେ। ଏହି ଟ୍ରିଟି ହିଁ ପ୍ରାଥମିକ ସ୍ତରରେ ଚାଇନାର ସାର୍ବଭୌମତ୍ୱ ଯେଉଁ କୋରିଆରେ ଚାଲିଥିଲା ତାକୁ ବ୍ରେକ୍ କରେଇଥିଲା। ପ୍ରଥମେ ଆରମ୍ଭ ହୋଇଥିଲା ଏହି ଟ୍ରିଟିରୁ, କିଙ୍ଗୱା ଟ୍ରିଟିରୁ, ମନେ ରଖିଥାନ୍ତୁ। ତାପରେ ଦେଖିବା 17 ନମ୍ବର ପ୍ରଶ୍ନ। 17 ନମ୍ବର କ'ଣ କହୁଛି? ଇନ୍ ହ୍ୱିଚ୍ ଅଫ୍ ଦି ଫଲୋଇଂ କିଙ୍ଗ ଡିଡ୍ ନଟ୍ ହିୟର ଜାପାନ୍ସ ରିଫର୍ମ ପ୍ରୋଗ୍ରାମ? କେଉଁ ରାଜା ଜାପାନର ରିଫର୍ମ ସଂସ୍କାର ଭିତ୍ତିକ ଯେଉଁ ପ୍ରୋଗ୍ରାମଟି ଜାପାନ କହିଥିଲା କୋରିଆକୁ ମାନିବା ପାଇଁ, ସେଇଥିରେ କେଉଁ ରାଜା ମାନିନଥିଲେ ଜାପାନର ଏହି ରିଫର୍ମ ପ୍ରୋଗ୍ରାମ? ମେଇଜି, ଜୋଜୋଙ୍ଗ, ଚିଆଙ୍ଗ କାଇସେକ୍, ନିକୋଲାସ ସେକେଣ୍ଡ। ତ ସେ ସମୟରେ କୋରିଆର ଶାସକ ଥିଲେ ପିଲାମାନେ ଜୋଜୋଙ୍ଗ। ଜୋଜୋଙ୍ଗ କ'ଣ କରିଥିଲେ? ଜାପାନର ଏହି ରିଫର୍ମ ପଲିସିଟାକୁ ମାନିନଥିଲେ, ଅଣଦେଖା କରିଥିଲେ। ତ 17 ନମ୍ବରର ଉତ୍ତରଟା ହେବ ବି। ଆପଣମାନେ ରାଜ୍ୟ ଗୁଡ଼ିକ ମନେ ରଖିବେ, ନେସନ୍ ଗୁଡ଼ିକ ମନେ ରଖିବେ, ତା ସହିତ କେଉଁ କେଉଁ ଶାସକ ଗୁଡ଼ିକ ମନେ ରଖିବେ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରିଟି ଗୁଡ଼ିକ, ମସିହା ଗୁଡ଼ିକ ମନେ ରଖିବେ, କେଉଁ ପ୍ଲେସ୍ରେ ହେଇଥିଲା ମନେ ରଖିବେ। ଏଗୁଡ଼ାକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ପରୀକ୍ଷାରେ ପଚାରିଦେବ ପିଲାମାନେ। ତାପରେ ଆସିଲା 18। 18 କ'ଣ? ହ୍ୱେୟାର ଲୋକେଟେଡ୍ ଦ ତାଇନସେନ୍? ଯେଉଁ ତାଇନସେନ୍ ଠାରେ ତାଇନସେନ୍ କନଭେନସନ୍ ହେଇଥିଲା ପିଲାମାନେ। ମୁଁ ସର୍ଟରେ ପ୍ରଶ୍ନଟି କରିଛି ନିଜସ୍ୱ ଜ୍ଞାନ କୌଶଳରେ, ପରୀକ୍ଷାକୁ ଯଦି ଆସିପାରେ
ପ୍ରଶ୍ନଟି ପଚାରି ଦେଇପାରେ ଇନ୍ ହ୍ୱିଚ୍ ଷ୍ଟେଟ୍ ଲୋକେଟେଡ୍ ଦ ତାନସେନ୍ ହ୍ୱେର୍ ହେଲ୍ଡ ଦ ତାନସେନ୍ କନଭେନସନ୍ ପଚାରି ଦେଇପାରେ। ତେଣୁ ତାନସେନ୍ ଅଞ୍ଚଳଟି କେଉଁଠାରେ ଅଛି? ଚାଇନା, ଜାପାନ, କୋରିଆ, ଫ୍ରାନ୍ସ। ତ ପିଲାମାନେ ଏଇଟା 18ର ଉତ୍ତରଟା ହେବ ଏ ଚାଇନା, ଯେଉଁଠିକି ତାନସେନ୍ କନଭେନସନ୍ ହେଇଥିଲା ଚାଇନା ଓ ଜାପାନ ମଧ୍ୟରେ। ବର୍ତ୍ତମାନ ଦେଖିବା ଆମେ 19 ନମ୍ବର ହ୍ୱେର୍ ଲୋକେଟେଡ୍ ସାଇମନ୍ ସେକି ସିଟି। ଯେଉଁ ସାଇମନ୍ ସେକି ସିଟିରେ ସାଇମନ୍ ସେକି ଟ୍ରିଟି ହେଇଥିଲା, ହ୍ୟୁମିଲିଟି ଟ୍ରିଟି ହେଇଥିଲା ସିମନ୍ ଜାପାନିଜ୍ ୱାର୍ରେ ଚାଇନାର ପରାଜୟ ବରଣ ପରେ। ସେହି ସାଇମନ୍ ସେକି ଅଞ୍ଚଳ ସହରଟି କେଉଁଠାରେ ଅଛି? ଚାଇନା, ଜାପାନ, କୋରିଆ, ଫ୍ରାନ୍ସ। ତ ପିଲାମାନେ 19 ନମ୍ବରର ଉତ୍ତରଟା ହେବ ବି ଜାପାନ। ଜାପାନରେ ରହିଅଛି ସାଇମନ୍ ସେକି ଅଞ୍ଚଳଟି, ଯେଉଁଠିକି ସାଇମନ୍ ସେକି ଟ୍ରିଟି ହୋଇଥିଲା। ତାପରେ এই ଭିଡ଼ିଓର ଲାଷ୍ଟ ପ୍ରଶ୍ନ, ଶେଷ ପ୍ରଶ୍ନ, 21ଟି ପ୍ରଶ୍ନ, 20 ନମ୍ବର ପ୍ରଶ୍ନ ହ୍ୱେର୍ ଲୋକେଟେଡ୍ ମାଞ୍ଚୁରିଆ। ମାଞ୍ଚୁରିଆ କେଉଁଠାରେ ଅଛି? ମନେ ରଖନ୍ତୁ ପିଲାମାନେ, ମାଞ୍ଚୁରିଆରେ ଫେମସ୍ ବନ୍ଦର ରହିଥିଲା ପୋର୍ଟ ଆର୍ଥର, ଯେଉଁଟାକି ସିମନ୍ ସେକି ଟ୍ରିଟି ବଳରେ ଜାପାନ ହାସଲ କରିଦେଇଥିଲା ଚାଇନା ଠାରୁ। ଗୁରୁତ୍ୱପୂର୍ଣ୍ଣ ବନ୍ଦରଟିଏ, ବାଣିଜ୍ୟ ବ୍ୟବସାୟ ଭିତ୍ତିଗତ ଚୁକ୍ତି ଆଉ ଯୁଦ୍ଧ ଏସବୁ। ମାଞ୍ଚୁରିଆ ଅଞ୍ଚଳଟି କେଉଁଠି ରହିଅଛି? ଚାଇନା, ଜାପାନ, କୋରିଆ, ଫ୍ରାନ୍ସ। ତ ପିଲାମାନେ 20ର ଉତ୍ତରଟା ହେବ ଏ ଚାଇନା ଅଞ୍ଚଳରେ ରହିଥିଲା ମାଞ୍ଚୁରିଆ। ତ ପିଲାମାନେ ଆଜିର এই ଭିଡ଼ିଓରେ ଯେଉଁ 21ଟି ପ୍ରଶ୍ନ ଉତ୍ତର ଆଲୋଚନା କଲି, এই ସମସ୍ତ ପ୍ରଶ୍ନ ଉତ୍ତର ଆପଣମାନଙ୍କର ଆଗାମୀ PGT ପରୀକ୍ଷା ପାଇଁ ନିତାନ୍ତ ଆବଶ୍ୟକ। ମୁଁ ଆଶା କରୁଛି ମୋର এই ଭିଡ଼ିଓ ଆପଣମାନଙ୍କର ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପର୍ବ ପାଇଁ ଇନ୍ଧନ ପରି କାର୍ଯ୍ୟ କରିବ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତ ପ୍ରତିଯୋଗିତାମୂଳକ ଗ୍ରୁପରେ ଆକୁ ସେୟାର କରନ୍ତୁ। ବନ୍ଦେ ଉତ୍କଳ ଜନନୀ।